ଜାତୀୟ ସେବା ଯୋଜନା କୁଚିଣ୍ଡା ମହାବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀମାନେ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଏହାପରେ ମହାବିଦ୍ୟାଳୟସ୍ଥିତ ପ୍ରେକ୍ଷାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଳା ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ଯୁକ୍ତ 3 ବିଭାଗର ସ୍ୱେଚ୍ଛାସେବୀ ରାଜଶ୍ରୀ ସାହୁ ପରିଚାଳନା କରିଥିଲେ। ଯୁକ୍ତ 3 ବିଭାଗର ଏଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ବେଲମତି କୁମୁରା ଏହି ସଭାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି କୁଚିଣ୍ଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡକ୍ଟର ସୁବୋଧ ନାୟକ, ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ମଞ୍ଜୁଶ୍ରୀ ଦାସ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଭାରତ ସ୍ୱାଧୀନତାରେ ଅବଦାନ ତଥା ସ୍ୱଚ୍ଛ ଭାରତ ସ୍ୱଚ୍ଛତା ହିଁ ସେବା ବିଷୟରେ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଶେଷରେ ଯୁକ୍ତ 2 ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଖୁର୍ସିତାହାରା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଧାଂଶୁ ମହାପାତ୍ର, କାହ୍ନୁଚରଣ ମୁନା, ରୋଶନ କୁଲୁ, ଅଧ୍ୟାପିକା ସଞ୍ଜୁଶ୍ରୀ ସାହୁ, ବରିଷ୍ଠ ନାଟ୍ୟକାର ସୁରତ ଚନ୍ଦ୍ର ନାୟକ, ପୁରାତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ବାବୁନି ମହାନ୍ତି, ସଦସ୍ୟ ତନୟ ମହାପାତ୍ର, ରିଙ୍କୁ କୁସୁମ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଶୁଭଶ୍ରୀ ଶତପଥୀ, ସିଲୁ ସୁନାନୀ, ରୂପଲି ପଣ୍ଡା, ଅଙ୍କିତ ମେହେର, ରୀନ କୁମାର ନାୟକ, ଓମ୍ ବୁଡ଼ା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କୁଚିଣ୍ଡାରୁ ଅଦିତ କୁମାର ପଣ୍ଡାଙ୍କ ରିପୋର୍ଟ, AM ମିଡିଆ। ବର୍ତ୍ତମାନ ସାମାଜିକ ଜୀବନ ଯଦି ଅସ୍ତିତ୍ୱବାଦର ଦାର୍ଶନିକ କିର୍କେଗାର୍ଡ ତାଙ୍କର ଡେନମାର୍କ ଦାର୍ଶନିକ କହନ୍ତି, ଜୀବନ କୌଣସି ସମସ୍ୟା ନୁହେଁ ଯାହାର ସମାଧାନ